ଏହି ଦେବାଦେବୀଙ୍କୁ ଭୁଲରେ ବି ଚଢାନ୍ତୁନି ମନ୍ଦାର ଫୁଲ। ଲାଲ ମନ୍ଦାର ଦେଖି ରାଗି ଯାଆନ୍ତି ଏହି ଭଗବାନ। ଦେଖନ୍ତୁ କେଉଁ ଦେବାଦେବୀଙ୍କୁ ମନ୍ଦାର ଦେବା ଶୁଭ ଏବଂ ଅଶୁଭ। ହିନ୍ଦୁ ଧର୍ମରେ ଦେବାଦେବୀଙ୍କୁ ଫୁଲ ଅର୍ପଣ କରିବା ପ୍ରଥା ଆଦ୍ୟ କାଳରୁ ପରିଚାଳିତ ହୋଇ ଆସିଛି। ହେଲେ ଅନେକ ଲୋକ ନିଜ ମନ ପସନ୍ଦ ଅନୁଯାୟୀ ଫୁଲ ଠାକୁରଙ୍କୁ ଅର୍ପଣ କରିଥାନ୍ତି। ଶାସ୍ତ୍ରରେ କିନ୍ତୁ କେଉଁ ଫୁଲ କାହାକୁ ଅର୍ପଣ କରିବା ଶୁଭ ଏବଂ କେଉଁ ଫୁଲ କେଉଁ ଦେବତାଙ୍କୁ ଅର୍ପଣ କରାଯାଏ ନାହିଁ ସେ ନେଇ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଦେବାଦେବୀଙ୍କୁ ଅର୍ପଣ କରାଯାଉଥିବା ଫୁଲ ଗୁଡିକ ମଧ୍ୟରୁ ମନ୍ଦାର ଫୁଲ ଅନ୍ୟତମ। ଲାଲ ମନ୍ଦାର ଗଣେଶ ଭଗବାନ ଏବଂ ମା କାଳୀଙ୍କର ପ୍ରିୟ ଫୁଲ ଅଟେ, କିନ୍ତୁ ଅନ୍ୟ କିଛି ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଲାଗି ବାରଣ କରାଯାଇଛି। ତେବେ ଆସନ୍ତୁ ଜାଣିବା ମନ୍ଦାର ଫୁଲ କେଉଁ ଦେବାଦେବୀଙ୍କୁ ଦେବା ଶୁଭ ଏବଂ ଅଶୁଭ। ଭଗବାନ ବିଷ୍ଣୁ, ଭଗବାନ ଶିବ ଏବଂ ମାତା ପାର୍ବତୀ ହିନ୍ଦୁ ଧର୍ମର ମୁଖ୍ୟ ଦେବାଦେବୀଙ୍କ ମଧ୍ୟରୁ ଅନ୍ୟତମ। ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କର ଅନେକ ଅବତାର ଅଛନ୍ତି। ବିଷ୍ଣୁ ଭଗବାନଙ୍କ ଭକ୍ତଙ୍କୁ ବୈଷ୍ଣବ ବୋଲି କୁହାଯାଏ। ବୈଷ୍ଣବୀୟ ପୂଜା ପଦ୍ଧତିରେ ଭଗବାନ ବିଷ୍ଣୁଙ୍କର କୌଣସି ଅବତାରକୁ ଲାଲ ମନ୍ଦାର କିମ୍ବା ଅନ୍ୟ କୌଣସି ମନ୍ଦାର ଫୁଲ ଅର୍ପଣ କରାଯାଏ ନାହିଁ। ଏହାକୁ ଅତ୍ୟନ୍ତ ଅଶୁଭ ବୋଲି ମାନାଯାଏ। ଯେଉଁମାନେ ଭଗବାନ ଶିବଙ୍କ ଭକ୍ତ ସେମାନଙ୍କୁ ଶୈବ ବୋଲି କୁହାଯାଏ। ଶୈବ ପୂଜା ପଦ୍ଧତିରେ କିନ୍ତୁ ମନ୍ଦାର ଫୁଲ ଅର୍ପଣ କରିପାରିବେ, କିନ୍ତୁ ଭଗବାନ ଶିବଙ୍କୁ ଲାଲ ମନ୍ଦାର ଅର୍ପଣ କରାଯାଏ ନାହିଁ। ଶ୍ୱେତ ବା ଧଳା ରଙ୍ଗର ମନ୍ଦାର ହେଉଛି ଭଗବାନ ଶିବଙ୍କର ସବୁଠୁ ପ୍ରିୟ। ସେହିପରି ସୂର୍ଯ୍ୟଦେବଙ୍କୁ ଲାଲ ମନ୍ଦାର ଅର୍ପଣ କରିପାରିବେ, କିନ୍ତୁ ଧଳା କିମ୍ବା ଅନ୍ୟ କୌଣସି ରଙ୍ଗର ମନ୍ଦାର ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବା ଉଚିତ ହୋଇନଥାଏ। ମା ଲକ୍ଷ୍ମୀଙ୍କୁ ମଧ୍ୟ ମନ୍ଦାର ଫୁଲ ଅର୍ପଣ କରାଯାଏ ନାହିଁ, କାହିଁକି ନା ମା ଲକ୍ଷ୍ମୀ ସର୍ବଦା ଭଗବାନ ନାରାୟଣଙ୍କ ସହ ପୂଜା ପାଇଥାନ୍ତି। ସେଥିପାଇଁ ମା ଲକ୍ଷ୍ମୀଙ୍କୁ ଭୁଲରେ ବି ଲାଲ ଫୁଲ ଅର୍ପଣ କରିବା ଉଚିତ ନୁହେଁ। ଅନ୍ୟପଟେ ମା ଶକ୍ତିଙ୍କୁ ପୂଜା କରିବା ବେଳେ ପ୍ରଥମେ ମନ୍ଦାର ଫୁଲ ଆବଶ୍ୟକ ହୋଇଥାଏ। ଏହାଛଡା ମା ଚଣ୍ଡୀ, ମା କାଳୀ ଏବଂ ମା ସମଲେଶ୍ୱରୀଙ୍କୁ ମଧ୍ୟ ମନ୍ଦାର ଅର୍ପଣ କରାଯାଇଥାଏ। ଏମାନଙ୍କୁ ଯେକୌଣସି ରଙ୍ଗର ମନ୍ଦାର ଫୁଲ ଅର୍ପଣ କରିପାରିବେ, ହେଲେ ଲାଲ ମନ୍ଦାର ମା ଦୁର୍ଗା ଏବଂ ମା କାଳୀଙ୍କର ସବୁଠୁ ପ୍ରିୟ ହୋଇଥାଏ। ତେବେ ଭିଡିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରନ୍ତୁ। ଆଗକୁ ଏଭଳି ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ ଏବଂ ସୋସିଆଲ ମିଡିଆରେ ଆମକୁ ଫଲୋ କରନ୍ତୁ। ରହୁଛି, ଧନ୍ୟବାଦ।